ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ କମର୍ସ ଆର୍ଟ୍ସ ସାଇନ୍ସ କମର୍ସ। ତ ପିଲାମାନେ ତମମାନଙ୍କ ପାଇଁ ନେଇ ଆସିଛି କ'ଣ ନା ବାର୍ତ୍ତା କବିତାର ଗୋଟେ ଲଙ୍ଗ କୋଶ୍ଚିନ୍। ତ ଲଙ୍ଗ କୋଶ୍ଚିନ୍ ନେଇ ଆସିଛି ପିଲାମାନେ, ଚାଲ ଆଲୋଚନା କରିବା। ତ ଲଙ୍ଗ କୋଶ୍ଚିନ୍ ହେଉଛି ଏମିତି ତା 5 ମାର୍କିଆ। ତମେ ତ ଲଙ୍ଗ କୋଶ୍ଚିନ୍ ଆମେ କେମିତି ଲେଖିବୁ କହୁ? ଲଙ୍ଗ କୋଶ୍ଚିନ୍ କିଛି ନାହିଁ, ପଢିଛି ବାର୍ତ୍ତା ବିଷୟରେ ଯାହା ଜାଣିଛି ଯଦି ସେଇ କୋଶ୍ଚିନ୍ ଆକୁରେଟଲି ଆନ୍ସର ଟିକେ ମନେ ନ ପଡ଼ିଲା ତା ଫାର୍ଷ୍ଟ ତମେ କବି ପରିଚୟ ଦେଇଥିବ। ବାର୍ତ୍ତା କବିତାର କିଏ ନା ସଚ୍ଚିଦାନନ୍ଦ ରାଉତରାୟ। ସଚ୍ଚିଦାନନ୍ଦ ରାଉତରାୟଙ୍କର କ'ଣ ନା ତମେ ପରିଚୟ ଦେଇଦେବ ଫାର୍ଷ୍ଟ। ତ ଯୋଉ ବି କୋଶ୍ଚିନ୍ ଲଙ୍ଗ କୋଶ୍ଚିନ୍ ବାର୍ତ୍ତାରେ ଆସୁ ଯାହା କବିଙ୍କ ପରିଚୟ ସବୁଠି ସମାନ ତ ଦେଇଦେବ। ତାପରେ ସେ କ'ଣ ଆଧୁନିକ ଜୀବନ ବିଷୟରେ ସବୁ କ'ଣ କହିଛନ୍ତି ତା ବିଷୟରେ କିଛି ଲେଖିଦବ। ତାପରେ ବାର୍ତ୍ତା କବିତାର ଯାହା ବି ତମେ ଜାଣିଛ ବାର୍ତ୍ତା କବିତାର ତମେ ଲେଖିବ। ତା 5 ମାର୍କିଆ, ତ ଏଥିରେ 80 ମାର୍କ ଯେହେତୁ ଟିକେ ଅଧିକ ଲେଖିବାକୁ ପଡିବ ତ 2 ରୁ 3 ପେଜ ଲେଖିବ। ତ 3 ପେଜ ତମେ କ'ଣ ନା ଲଙ୍ଗ କୋଶ୍ଚିନ୍ ଲେଖିବ, ନିହାତି ତମର 4 ମାର୍କ କି 4 ହାଫ୍ ମଧ୍ୟ ପଳେଇ ଆସିବ। ବୁଝିଗଲା? ତ ଚାଲ ଆମେ ଷ୍ଟାର୍ଟ କରିବା। ତ ଲଙ୍ଗ କୋଶ୍ଚିନ୍ ଏମିତି ଭାବରେ ଲେଖାଯିବ। ତ ଦେଇଛି କବି ପରିଚୟ, ଆମେ କ'ଣ ଦେଇଛି କବି ପରିଚୟ ଦେଖିବା। ପ୍ରଗତିବାଦୀ କାବ୍ୟ ଚେତନା ବାର୍ତ୍ତାବହ କବି ସଚ୍ଚିଦାନନ୍ଦ ରାଉତରାୟ ବାର୍ତ୍ତା କବିତାର ଏକ ନୂତନ ସମ୍ଭାବନାମୟ ଜୀବନର କଥା କହିଛନ୍ତି। କ'ଣ ନା ସମ୍ଭାବନାମୟ ଜୀବନର ସେ କଥାଟେ କହିଛନ୍ତି। ରୁଷରେ କାର୍ଲମାର୍କ୍ସଙ୍କ ନେତୃତ୍ୱରେ ସାମ୍ୟବାଦୀ ଆନ୍ଦୋଳନର ପ୍ରଭାବ ସାରା ବିଶ୍ୱକୁ ପ୍ରସାରିତ ହେଉଥିଲା। ତାର ପ୍ରଭାବ ପଡିଥିଲା ଓଡ଼ିଆ ସାହିତ୍ୟ ଉପରେ। ମାନେ ସାମ୍ୟବାଦୀ ରୁଷରେ କ'ଣ ନା କାର୍ଲମାର୍କ୍ସଙ୍କ ନେତୃତ୍ୱରେ କହିଲା ନା ସାମ୍ୟବାଦୀ ଆନ୍ଦୋଳନର ପ୍ରଭାବ ସାରା ବିଶ୍ୱକୁ ପ୍ରସାରିତ ହେଉଥିଲା। ତାର ପ୍ରଭାବ ମଧ୍ୟ ଆମ ଓଡ଼ିଶାର ସାହିତ୍ୟ ଉପରେ କିଛି ପଡିଥିଲା। କବିଶ୍ରୀ ରାଉତରାୟଙ୍କ ମାନେ ସଚ୍ଚିଦାନନ୍ଦ ରାଉତରାୟଙ୍କ କ'ଣ ନା କବି ଦୃଷ୍ଟିକୋଣ 1936 ମସିହା ବେଳକୁ ପରିବର୍ତ୍ତିତ ହେଇଥିଲା। ତେଣୁ ପଲ୍ଲୀ ଚେତନାରୁ ଛାଡ଼ି ସେ ସାମ୍ୟବାଦୀ ସେ ପଲ୍ଲୀ ଚେତନାକୁ ଛାଡ଼ି ସେ ସାମ୍ୟବାଦୀ ଚେତନାର ସ୍ୱରକୁ ତାଙ୍କ ସାହିତ୍ୟରେ ମାନେ ପଲ୍ଲୀ ମାନେ କ'ଣ ନା ଗାଁ, ତ ପଲ୍ଲୀ ଚେତନାକୁ ଛାଡ଼ି ସେ ସାମ୍ୟବାଦୀ ଚେତନାର ସବୁ କ'ଣ ହେଇଥିଲା ତ ତାଙ୍କ ସାହିତ୍ୟରେ ପ୍ରାଧାନ୍ୟ ଦେଇଥିଲେ। ବିଂଶ ଶତାବ୍ଦୀର କିଛି ସମ୍ଭାବନାର ବାର୍ତ୍ତା ପାଇଛନ୍ତି କବି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ। ସମାଜରେ ରହି ଆସିଥିବା ଦୁଇ ଶ୍ରେଣୀଙ୍କ ମଧ୍ୟରୁ ଗୋଟିଏ ଶ୍ରେଣୀ ଅତ୍ୟନ୍ତ ଦୁର୍ବିସହ ଜୀବନ ବିତାଉଥିଲେ। ସମାଜରେ ସୃଷ୍ଟି ହୋଇଥିଲା ଶ୍ରେଣୀ ସଂଘର୍ଷ। କ'ଣ ନା ଶ୍ରେଣୀ ସଂଘର୍ଷ। ବୁର୍ଜୁଆ ଓ ପ୍ରୋଲିଟାରିଏଟ ମଧ୍ୟରେ ଦେଖା ଦେଇଥିଲା ବିରାଟ ବୈଷମ୍ୟ। ଦଳିତ ନିଷ୍ପେଷିତ ଶୋଷିତ ସର୍ବହାରା ସେହି ଗୋଷ୍ଠୀଙ୍କ ଶୋଷଣ ପୀଡ଼ନର ସମୟ ଚାଲି ଯାଇଥିଲା ବୋଲି କବି ଭାବିଛନ୍ତି। ଏକ ସମ୍ଭାବନାମୟ ଭବିଷ୍ୟତର ବାର୍ତ୍ତା ଆଣି ଦେଇଥିଲା। ତେଣୁ ପୀଡ଼ିତ ମାନବ ଶିଶୁକୁ ଜାଗ୍ରତ କରିବା ପାଇଁ ସେ ମଧ୍ୟ କ'ଣ ନା ଆହ୍ୱାନ ଦେଇଛନ୍ତି। ପୀଡ଼ିତ ଆଗାମୀ ଦିନ ସହିବାର ଦିନ ନୁହେଁ। କ'ଣ ଦେଲା ନା ଆଗାମୀ ଦିନ ସହିବାର ଦିନ ନୁହେଁ, ଦୃଢ଼ ରୂଢ଼ ହେବାର ମାନେ ଆଗାମୀ ଦିନ ଯାହା ଅଛି ଆମେ କେବଳ ସହିବା। କବିଙ୍କ ମତରେ ଆମେ କେବଳ ସହିବାନି, ସବୁବେଳେ ଆମେ ସହିବାନି। ଦୃଢ଼ ମାନେ ତା ମାନେ ନୁହେଁ କି ଆମେ ଜବାବ ଦେବା। ସହି ମାନେ ଅର୍ଥ ଟିକେ କାନ୍ଦି ଯାହା କହିବ କାନ୍ଦି ପକେଇବା, ମାନେ କିଛି ଖରାପ ଚିନ୍ତାଧାରା ମୁଣ୍ଡକୁ ଆସିବ ନା। ତ ସହିବାନି ମାନେ ନୁହଁ, ଦୃଢ଼ ରୂଢ଼ ହେବାର ଦିନ ମାନେ ଆମେ ଦୃଢ଼ ମାନେ ଜଣେ ଭାବୁଥିବେ କି ନା ଆକୁ କିଛି କଥାଟା କାଟୁ କରୁନି ତ ସେମିତି ଦୃଢ଼ ରୂଢ଼ ହେବା। ଯୁଗବ୍ୟାପୀ ହୀନ ଦାସତ୍ୱ ମଧ୍ୟରେ ସର୍ବହରା ମାନେ ଯେପରି ନିଷ୍ପେଷିତ ହଉଥିଲେ ତାର କାରଣର ଦୀପ୍ତ କଣ୍ଠରେ କ'ଣ ନା ପଚାରିବାର ସମୟ ଆସିଛି। ବୁଝିହେଲା? ତ କ'ଣ ଅଛି ନା ସେମାନଙ୍କ ପାଇଁ କାହିଁକି ଶୃଙ୍ଖଳା ଓ କାରାଗାର ଥିଲା, କାହିଁକି ତାଙ୍କ ଉପରେ ଭୀଷଣ ଅତ୍ୟାଚାର ହଉଥିଲା। ସର୍ବହାର ମାନେ କିଏ ନା ଦାସତ୍ୱ ମଧ୍ୟରେ ସର୍ବହାର ନିଷ୍ପେଷିତ ହଉଥିଲା ମାନେ ବହୁତ ଅସହାୟ, ଗରିବ ମାନଙ୍କ ଉପରେ ବହୁତ ଅସହାୟ ହଉଥିଲା। ସର୍ବହାର ମାନେ ଗରିବ। ତାର କାରଣର ଦୀପ୍ତ କଣ୍ଠରେ ପଚାରିବାର ସମୟ ଆଜି ଆସିଛି। ଦୀପ୍ତ କଣ୍ଠରେ ସେଇ ସର୍ବହାର ମାନେ ଦୀପ୍ତ କଣ୍ଠରେ ପଚାରିବେ। ତାର ସେମାନଙ୍କ ପାଇଁ କାହିଁକି ଶୃଙ୍ଖଳା କାରାଗାର ଥିଲା, କାହିଁକି ତାଙ୍କ ଉପରେ ଭୀଷଣ ଅତ୍ୟାଚାର କରାଯାଉଥିଲା, ତାର କୈଫତ ମାଗିବାକୁ ଆଜି ସମୟ ଆସିଛି। କ'ଣ ନା ସେମାନଙ୍କୁ କାହିଁକି ଏତେ ଅତ୍ୟାଚାର କରାଯାଉଥିଲା ତାର କୈଫତ ନେବାକୁ ଆଜି ମଧ୍ୟ ସମୟ ଆସିଛି। ଆଜି ସର୍ବହରା ଦେବତାର ବରପା ରୁଦ୍ର ଭୈରବ ପାଲିଟିଛି। କବି ପୁଣି ସର୍ବହାରଙ୍କୁ ଦଗ୍ଧ ଭସ୍ମ ହେବାକୁ କହିଛନ୍ତି। ସର୍ବହାରଙ୍କୁ କ'ଣ ନା ଦଗ୍ଧ ଭସ୍ମ ହେବାକୁ କହିଛନ୍ତି, କାରଣ ସବୁ ନୂତନ ସୃଷ୍ଟି ଧ୍ୱଂସରୁ ହିଁ ଆରମ୍ଭ ହୋଇ ସବୁ ନୂତନ ସୃଷ୍ଟି ଧ୍ୱଂସରୁ ହିଁ ଆରମ୍ଭ ହୋଇଛି। ଧ୍ୱଂସ ନହେଲେ ନୂତନ ସୃଷ୍ଟି କେବେ ବି ସମ୍ଭବ ହେବ ନାହିଁ। ତେଣୁ ସର୍ବହାରଙ୍କୁ ପ୍ରଥମେ କୀଟ ପରି ନିଷ୍ପେଷିତ ହେବାକୁ ହେବ, ସେଇଥିରେ ଜ୍ଞାନ ରଶ୍ମିର ଉଦୟ ହେବ। ପୀଡ଼ନର କାରଣ ବୁଝି ତାକୁ ନିର୍ମୂଳ ଓ ଉଚ୍ଛେଦ କରି ଏବଂ ସେନ ପରି ପ୍ରତିଶୋଧ ନେବାକୁ ହେବ। ଏହା ହିଁ ପ୍ରତିଶୋଧ ଆମର ଉପଯୁକ୍ତ ସମୟ। କବିଙ୍କ ମତରେ ଆମେ ସେଇ
କଣ ନା ସେହି ଲୋକ ହୋଇ ରହିବା ନାହିଁ କି ଆମେ ସବୁ ସହିବା ନାହିଁ, ଆମକୁ ଦୃଢ ହବ ଏବଂ ତାଙ୍କଠୁ ଆମେ ପ୍ରତିଶୋଧ ନେବା। ତ ସେଇ ବିଷୟରେ ଏଇ କଥାଟା ଆଲୋଚନା ହେଇଛି। ତ ପିଲାମାନେ ଏ ଥିଲା ବାର୍ତ୍ତା କବିତାର। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦେବ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।